ପିତୃପୁରୁଷଙ୍କୁ ସ୍ମରଣ ନ କରିବା ଦ୍ୱାରା ତାଙ୍କର ତିଳ ତର୍ପଣ ସହିତ ତାଙ୍କର ଶ୍ରାଦ୍ଧ କାମ ପିଣ୍ଡଦାନ ନ କରିବା ଦ୍ୱାରା ଆମେ ପିତୃଦୋଷର ସମ୍ମୁଖୀନ ହେଇଥାଉ। କିନ୍ତୁ ପିତୃଦୋଷ ସମ୍ମୁଖୀନ ହେଇସାରିଲା ପରେ ତାର ନିବାରଣ ପାଇଁ ମଧ୍ୟ ଉପାୟ ରହିଛି। ପ୍ରଥମ ହେଉଛି ବ୍ରାହ୍ମଣ ଦେବତାଙ୍କୁ ଆମେ ଯଦି ଭୋଜନ କରିବା ତ ପିତୃଦୋଷ ମାନେ କମ୍ ହେଇଯାଇଥାଏ। ତା ସହିତ ଗୋଦାନ କି ଅନ୍ନଦାନ ଜଳଦାନ କି କୌଣସି ପ୍ରକାର ଯଦି ଦାନ ଆମେ ପିତୃପୁରୁଷଙ୍କ ନାମରେ ମଧ୍ୟ କରୁଛେ ତାହେଲେ ମଧ୍ୟ ପିତୃଦୋଷ କମ୍ ହୋଇଥାଏ। ପିଣ୍ଡଦାନ କରିବା ଶ୍ରାଦ୍ଧ କାମ କରିବା ତର୍ପଣ କରିବା ଦ୍ୱାରା ମଧ୍ୟ ପିତୃଦୋଷ ଦୂର ହୋଇଥାଏ। କୌଣସି ଗୋମାତାକୁ ଖାଇବାକୁ ଦେବା କାଉ ହେଲା କୁକୁର ସେମାନଙ୍କୁ ମଧ୍ୟ ଖାଇବା କି ଭୋଜନ ଦେବା ଦ୍ୱାରା ଆପଣଙ୍କର ପିତୃଦୋଷ ଦୂର ହୋଇଥାଏ। ଗରିବ ଅସହାୟ ଲୋକଙ୍କୁ ଅନାଥଙ୍କୁ ବୃଦ୍ଧ ବ୍ୟକ୍ତିଙ୍କୁ ସହାୟତା କରିବା ତାଙ୍କୁ କିଛି ଦାନ କରିବା ଦ୍ୱାରା ମଧ୍ୟ ପିତୃଦୋଷ ନିବାରଣ ହେଇଥାଏ। ପିତୃଦୋଷ ନିବାରଣ ଦ୍ୱାରା ପିତୃଦେବତା ସନ୍ତୋଷ ହେଇଥାନ୍ତି।